ଆଜି ଆମର ଦେଓଗାଁ ବନାଞ୍ଚଳ ତରଫରୁ ଆମର ଗଦୁଆଁଠାରେ ଆମର ଯୋଉ ବନ ସୁରକ୍ଷା ସମିତିର 43 କୋଟି ବନ ମାନେ ଆମର ବନାଞ୍ଚଳର ଯୋଉ ବନ ସୁରକ୍ଷା ସମିତିର ମେମ୍ବର ମାନଙ୍କୁ ନେଇ ଆମର ଏଠାକାର ତେଲକୋଇ ବିଧାୟକ ମାନ୍ୟବର ଫକୀର ମୋହନ ନାୟକ ଏବଂ ତା ସହ ଆମର ଏଇ ଏରିଆର ଯୋଉମାନେ ଜଙ୍ଗଲ ନିକଟବର୍ତ୍ତୀ ଯୋଉ ଲୋକମାନେ ରହୁଛନ୍ତି ସେମାନଙ୍କ ସହ ଏଠାରେ ଏକ ଆମର ଯୋଉ ବନାଗ୍ନି ସଚେତନତା ବୈଠକ ହେଇଥିଲା। ସେଠାରେ ଆମେ ଲୋକମାନଙ୍କ ସହାୟତା ମାଗିଲୁ ଏବଂ ଆମେ ଲୋକମାନଙ୍କୁ କହିଲୁ ବା ଆମେ ଯୋଉ ସଭାରେ ସେମାନେ ଲୋକମାନଙ୍କୁ ଅନୁରୋଧ କଲୁ ଯେ ଆଗାମୀ ଦିନରେ ଆମର ଯୋଉ ଫାୟାର ସିଜନ ବା ନିଆଁ ସିଜନ ଯୋଉ ଆରମ୍ଭ ହଉଛି ଆମର ଫେବୃଆରୀ ଠୁ ଜୁନ ମାସ ପର୍ଯ୍ୟନ୍ତ ସମସ୍ତ ଜଙ୍ଗଲ ନିକଟବର୍ତ୍ତୀ ଗାଁର ଯୋଉ ଲୋକମାନେ ଅଛନ୍ତି ତାଙ୍କ ସହାୟତାରେ କିପରି ଆଗାମୀ ଦିନ ଯୋଉ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିବ ସେଇଥିପାଇଁ ଆମେ ସବୁ ଲୋକଙ୍କୁ ଏଠାରେ ବୈଠକରେ ଆମେ ଏଇ ଆଲୋଚନା କରାଯାଇଥିଲା ଏବଂ ଆଗାମୀ ଦିନ ମାନଙ୍କରେ ସେଇଥିପାଇଁ ଆମେ ସେଇ ଯୋଉ ଜଙ୍ଗଲ ନିକଟବର୍ତ୍ତୀ ଗାଁର ଯୋଉ ମାନେ ଛୋଟ ଛୋଟ ଗାଁ ଗୁଡିକ ଅଛି ସେଇମାନଙ୍କ ଭିତରୁ ଆମେ ଯୋଉ ଫାୟାର ସ୍କ୍ୱାଡ ଭାବେ ସେଇ ଯୋଉ ଲୋକାଲିକୁ ଏନଗେଜ କରାଇ ଆମେ ସେଠି ତାଙ୍କର ଲାଇଭଲିହୁଡ ବି ଡେଭଲପ ହେଇପାରିବ। ତା ସହିତ ଆମର ଜଙ୍ଗଲ ଯୋଉ ନିଆଁ ଅଛି ତା ମଧ୍ୟ ନିୟନ୍ତ୍ରଣ କରିବାରେ ସହଯୋଗ ହବ। ଦେଖନ୍ତୁ କଥାରେ ଅଛି ରହିଲେ ବନ ବଞ୍ଚିବେ ଜନ। ଆଜି ଦେଓଗାଁ ବନଖଣ୍ଡ ଦ୍ୱାରା ଆୟୋଜିତ ବନାଖଣ୍ଡ ସ୍ତରୀୟ ଆମର ବନାଗ୍ନି ସଚେତନା ବୈଠକରେ ଆଜି ଆମେ ସମସ୍ତେ ଆସି ଏଠି ଏକତ୍ରିତ ହେଇଥିଲୁ ଗଦୁଆଁ ଗ୍ରାମରେ। ଏଠି ଲୋକମାନଙ୍କୁ ଆମେ ସମସ୍ତେ ବାର୍ତ୍ତା ମଧ୍ୟ ଦେଲୁ କି ଶୀତ ଋତୁ ତ ଚାଲିଗଲା, ଏବେ ଖରା ମାଡ଼ି ଆସିବ। ଖରା ଦିନେ ସାଧାରଣତଃ ସବୁ ଜଙ୍ଗଲ ପାହାଡ଼ ସବୁ ନିଆଁରେ ପୁରା ଲିଚୁ ଲାଇଟ୍ ଭଳିଆ ଦେଖାଯାଏ। ବନର ସୁରକ୍ଷା ପାଇଁ ଆମେ ସମସ୍ତଙ୍କୁ ସଚେତନ କରାଇଲୁ। ଏଠି ଆମର ବନ ସୁରକ୍ଷା ସମିତିର ସମସ୍ତ ସଭାପତି ଏବଂ ସମସ୍ତ ସଦସ୍ୟ ମାନେ ମଧ୍ୟ ଥିଲେ। ଆଉ ଆମର ବନଖଣ୍ଡ ଅଧିକାରୀଙ୍କ ସହିତ ତାଙ୍କ ଡିପାର୍ଟମେଣ୍ଟର ସମସ୍ତ କର୍ମକର୍ତ୍ତା ମଧ୍ୟ ଥିଲେ ଏବଂ ଆମ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ତଥା ଏ ଅଞ୍ଚଳବାସୀ ସମସ୍ତେ ଥିଲେ। ସମସ୍ତଙ୍କୁ ଆମେ ସଚେତନ କଲୁ କି ଜଙ୍ଗଲକୁ ଆମେ କେମିତିଆ ସୁରକ୍ଷା ଦେବା ନିଆଁ ଦାଉରୁ। ଏବଂ ବିଶେଷ ଭାବରେ ଆମର ଏ ଜଙ୍ଗଲ ହାନି ଯୋଗୁଁ ସାରା ବିଶ୍ୱରେ ଏବେ ଯୋଉ ଗ୍ଲୋବାଲ ୱାର୍ମିଂ ବା ଆମର ଯେଉଁ ତାପମାତ୍ରା ବଢ଼ି ଚାଲିଛି, ଯାହାଦ୍ୱାରା କି ସାରା ବିଶ୍ୱବାସୀ ଅସ୍ତବ୍ୟସ୍ତ ହେଇ ପଡ଼ୁଛନ୍ତି। ଆମେ ଚେଷ୍ଟା କରିବା ସମସ୍ତେ ମିଳିମିଶିକିରି ଆଗାମୀ ଦିନରେ ପୁଣି କେମିତି ଆମେ ଏ ସାରା ପୃଥିବୀକୁ ଆମେ ସବୁଜ କରିକି ଦେଖେଇବା, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ଜଙ୍ଗଲକୁ ଆମେ କାଠ ମାଫିଆଙ୍କ ପାଖରୁ ରକ୍ଷା କରିବା। ତତ୍ସଙ୍ଗେ ସଙ୍ଗେ ଆମେ ସବୁ କୃତ୍ରିମ ଜଙ୍ଗଲ ମଧ୍ୟ ତିଆରି କରିବା। ବହୁତ ଏମିତିଆ ଟାଙ୍ଗରା ପାହାଡ଼ ଅଛି ଯୋଉଠି ଖାଲି ପଥର ଦେଖାଯାଉଛି। ସେଠି ଆମେ ସରକାରଙ୍କ ତରଫରୁ ସାହାଯ୍ୟ ନେଇ ଆମେ ସେଠି ବୃକ୍ଷରୋପଣ କରି ଜଙ୍ଗଲ ମଧ୍ୟ ତିଆରି କରିବା। ଏଇ ବାର୍ତ୍ତା ଦେଇ ସମସ୍ତଙ୍କୁ ଆଜି ଆମର ଏଇ ସଭା ସାଙ୍ଗ କଲି।